ଦିନକୁ ଦିନ ଯୋଉ ଭଳିଆ ଖରା ବଢିବାର ଲାଗିଛି କହିବାର ନ ସରେ। ସକାଳୁ ସକାଳୁ ଗାଧୁଆ କାମ ନିତ୍ୟକର୍ମଟା ସାରି ଦେଇକି ଯେହେତୁ ଆଜି ଶନିବାର ଥିଲା ମାମାର ମୋର ପ୍ରଥମେ ପଳେଇ ଯାଇଥିଲୁ ହନୁମାନ ମନ୍ଦିର ଠାଇଁ। ହନୁମାନ ମନ୍ଦିର ଠାଇଁ ପୂଜାପୂଜି ସାରିଲା ପରେ ଶନି ମନ୍ଦିର ଠାଇଁ ପୂଜାପୂଜି କାମ ସାରିକି ଘରକୁ ଆସି ଜଳଖିଆରେ ଘରେ ତିଆରି ହେଇଥିବା ରୁଟି ସାଙ୍ଗକୁ ଦୋକାନରୁ ଆଣିଥିବା ଜଳଖିଆ ଟିକେ ଖାଇ ଦେଇକି କାଲି ଗ୍ରିଲରେ କଲରଟା ଅଧା ଦେଇଥିବାରୁ ଆଉ ଡେରି ନକରି ପ୍ରାଇମରଟା ଧରି ପଳେଇ ଆସିଲେ ଆଉ ଗୋଟେ ଗ୍ରିଲ କଲର ଦେବା ପାଇଁ। ପ୍ରାୟ ଘଣ୍ଟେ ଦେଢ ଘଣ୍ଟା ଲାଗି ଦିପଟ ଗ୍ରିଲର କଲରଟା ସାରି ସାରିଲା ପରେ ମୁଁ ପଳେଇଥିଲି ମା ପାଖକୁ। ଯେହେତୁ ମା ସେପଟେ ଖରାରେ ଏକା ଧାନ ବସଉଥିଲା ତାକୁ ଟିକେ ସାହାଯ୍ୟ କରିବା ଲାଗି ଏ ଯୋଉ ଭଳିଆ ଖରା ହଉଛି ସେଇଥିରେ ଧାନ ଘଣ୍ଟା ଘଣ୍ଟି କାର୍ଯ୍ୟକ୍ରମ ସାରିଲା ପରେ ଘରକୁ ଗଲା ବେଳକୁ ଖରାବେଳ ଖାଇବାରେ ଅରୁଆ ଭାତ ଡାଲମାକୁ କଷି ପୋଟଳ କଷା ତରକାରୀଟା ହେଇଥିଲା। ସେ ଛାଡ ଆଉ ଡେରି ନକରି ଖାଇସାରିଲା ପରେ ଆଜି ଖେଳିବାକୁ ଗଲା ବେଳକୁ 5ଟା ବାଜି ଯାଇଥିଲା। ପଡିଆରେ ବି ପହଞ୍ଚିଲା ବେଳକୁ ଏପଟେ ଆଜି ପିଲା ଫୁଲ ଥିଲେ। ଆଉ ଆଜି ଏତେ ପିଲାଙ୍କ ଭିତରେ 4-6 ଜଣ 2 ଜଣିକିଆ ଖେଳି ସାରିଲା ପରେ ସନ୍ଧ୍ୟାବେଳେ ଘରକୁ ଯାଇ ଧୁଆ ଧୁଇ ହେଇକି ବସିଛି କି ନାହିଁ ପୁପୁନ ଫୋନ କରି ଡାକିଲା ଆଜି ଅଡସପୁର। ଆମେ 5-10 ମିନିଟ୍ ଭିତରେ ଆସି ପହଞ୍ଚି ଯାଇଥିଲୁ ଦୋକାନ ପାଖରେ। ଯେହେତୁ ପୁପୁନ କଣ ଫେସ ୱାଶ ପାଖରେ କିଣିବାର ଥିଲା ସେଠି ପହଞ୍ଚିକି ଗୋଟେ ଛୋଟ ଫେସ ୱାଶ କିଣି ସାରିଲା ପରେ ଘରକୁ ଆସି ରାତି ବେଳା ଖାଇବାରେ ଆଜି ମାମା ଆଜି ରୁଟି ସାଙ୍ଗକୁ ସକାଳର ତରକାରୀ ଆଣି ଥୋଇ ଦେଇଛି ଖାଇବା ପାଇଁ। ଆଉ ସେ ଛାଡ ଯାହା ଟିକେ ଖାଇଦେଇକି ଆଉ ଲେଟ୍ ନ କରି ଶୋଇପଇଲି ଆଉ।